ପ୍ରକୃତିର ଅପାର ସୌନ୍ଦର୍ଯ୍ୟ, ସବୁଜ ପାହାଡ଼, ଘନ ଜଙ୍ଗଲ ଓ ଖଣିଜ ସମ୍ପଦରେ ଭରପୁର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମଗୁଡ଼ିକରେ ଅନେକ ପରିବାର ନିଜର ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ ହୋଇଥିଲେ ମଧ୍ୟ ସୀମିତ ଜଳସେଚନ ସୁବିଧା, ପୋଷଣ ବିଷୟରେ ସଚେତନତାର ଅଭାବ, ବଜାର ଉପରେ ଅଧିକ ନିର୍ଭରଶୀଳତା ଓ ଅବ୍ୟବହୃତ ଘରପଛ ଜମି ଯୋଗୁଁ ପରିବାରଗୁଡ଼ିକ ପର୍ଯ୍ୟାପ୍ତ ପୌଷ୍ଟିକ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଥିଲେ। ଏପରି ପରିସ୍ଥିତିରେ ସ୍ଥାନୀୟ ସମୁଦାୟର ଜୀବମାନରେ ସ୍ଥାୟୀ ପରିବର୍ତ୍ତନ ଆଣିବାର ସଂକଳ୍ପ ନେଇ MGM ମିନେରାଲ ଲିମିଟେଡ୍ ତାହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ, କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି ଅର୍ଥାତ୍ CSR କାର୍ଯ୍ୟକ୍ରମ ଅଧୀନରେ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ IRDMS ଭୁବନେଶ୍ୱର ସହ ମିଳିତ ଭାବରେ ଜାନୁଆରୀ 2026ରେ ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ପଦକ୍ଷେପ। ଘରପଛ ପୁଷ୍ଟି ବଗିଚା ମାଧ୍ୟମରେ ପୋଷଣ ଓ ଜୀବିକାର ସ୍ଥାୟୀ ବିକାଶ। ଏହି 6 ମାସିଆ ପ୍ରକଳ୍ପର ଉଦ୍ଦେଶ୍ୟ କେବଳ ପନିପରିବା ଉତ୍ପାଦନ ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ପୋଷଣ ସୁରକ୍ଷା, ମହିଳା ସଶକ୍ତିକରଣ, ଜୈବିକ କୃଷି, ସ୍ଥାୟୀ ଜୀବିକା ଓ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ନେବା। ଆସନ୍ତୁ ଦେଖିବା କିପରି ଏକ ଛୋଟ ଘରପାଖ ପାକଶାଳା ବଗିଚା ଅନେକ ପରିବାରର ଜୀବନରେ ଆଣିଛି ଏକ ବଡ଼ ପରିବର୍ତ୍ତନ। ସମୁଦାୟର ଆବଶ୍ୟକତାକୁ ଅନୁଧ୍ୟାନ କରି ଏବଂ ଏକ ବୈଜ୍ଞାନିକ ଆଧାରଭୂତ ସର୍ବେକ୍ଷଣ ପରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଅନ୍ତର୍ଗତ ମାଲଦା ଗ୍ରାମ ପଞ୍ଚାୟତର 6ଟି ଗ୍ରାମକୁ ଏହି ପ୍ରକଳ୍ପ ପାଇଁ ଚୟନ କରାଯାଇଥିଲା। ଗଣୁଆ, ରଙ୍ଗାମାଟିଆ, ତଳିତା, ମଣ୍ଡଜୋଡ଼ା, କେନାଭେଟ ଏବଂ ଦେଓଘର। ଏହି 6ଟି ଗାଁର 300ରୁ ଅଧିକ ପରିବାରକୁ ପ୍ରକଳ୍ପରେ ସାମିଲ କରାଯାଇଥିଲା। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା ପ୍ରତ୍ୟେକ ପରିବାରର ଘର ପାଖରେ ଥିବା ଅବ୍ୟବହୃତ ଜମିକୁ ଏକ ସବୁଜ, ସୁନ୍ଦର ଏବଂ ପୌଷ୍ଟିକ ପାକଶାଳା ବଗିଚାରେ ପରିଣତ କରିବା, ଯାହାଦ୍ୱାରା ପରିବାରମାନେ ବର୍ଷ ସାରା ନିଜ ଘରେ ତାଜା ଓ ପୌଷ୍ଟିକ ପନିପରିବା ଉତ୍ପାଦନ କରିପାରିବେ। ଏହି ପ୍ରୟାସର କେନ୍ଦ୍ରବିନ୍ଦୁରେ ଥିଲା ପୋଷଣ ସୁରକ୍ଷା, ଜୈବିକ କୃଷି, ମହିଳା ସଶକ୍ତିକରଣ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାୟୀ ଜୀବିକାର ବିକାଶ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି MG ମିନେରାଲ ଲିମିଟେଡ୍ ଏବଂ IRDMS ଏକ ସମନ୍ୱିତ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ପରିବାରର ଘରପାଖ ଜମିକୁ ପୋଷଣର ଉତ୍ସରେ ପରିଣତ କରିବାର ଯାତ୍ରା ଆରମ୍ଭ କରିଥିଲେ। ଆମେ ବହୁତ ଗଛ ବି ପାଇଛୁ। ଆଉ ଆମେ କମଳା, ତାପରେ ହେଲା ଆମର କଦଳୀ, ପପିତା, ଆଉ ସଜନା ଗଛ, ଆଉ ଆମ୍ବ ଗଛ, ତାପରେ ମଞ୍ଜି ବହୁତ କିଛି ପାଇଛୁ, ମାନେ ଭେଣ୍ଡି, ବାଇଗଣ, ଲଙ୍କା। ଆମର ଯୋଉ ପାକଶାଳା ବଗିଚା ପାଇଁ, କିଚେନ ଗାର୍ଡେନ ପାଇଁ, ଯୋଉ ପରିବା ଚାଷ ପାଇଁ 10 ପ୍ରକାର ମଞ୍ଜି, ଆଉ ବଡ କୋଦାଳ, ଛୋଟ ଭର୍ମି ବେଡ, ଆଉ ଛୋଟ କୋଦାଳ, ପାଣି ଝରା, ଜାଲି ସାର ଦେଇଥିଲେ। ତାଲିମରେ ଜୀବାମୃତ, ବୀଜାମୃତ ପାଇଁ ଦେଇଥିଲେ। ପାକଶାଳା ବଗିଚାରେ କେମିତି ବିନା ସାରରେ ସବୁ କରିପାରିବେ ତାହା ମଧ୍ୟ ଆମେ ଜିଆ ଖତ ଆଉ ଭର୍ମି ବେଡ ସବୁ ଯୋଗାଇ ଦେଇଛୁ। ପ୍ରକଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟରେ IRDMS ଓ ପ୍ରକଳ୍ପ ଦଳ ପ୍ରତ୍ୟେକ ଗାଁରେ ଘର ଘର ବୁଲି ପରିବାରମାନଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପ ଅଧୀନରେ ନିୟମିତ କ୍ଷମତା ବିକାଶ ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସମୁଦାୟ, ନେତୃତ୍ୱ ଓ ଲାଭାନ୍ୱିତ ପରିବାରମାନଙ୍କୁ ପ୍ରାୟୋଗିକ ଜ୍ଞାନ ସହିତ ତାଲିମ ଦିଆଯାଇଥିଲା। ପ୍ରଶିକ୍ଷଣ ମାଧ୍ୟମରେ ଅର୍ଜିତ ଜ୍ଞାନକୁ କ୍ଷେତ୍ରରେ ରୂପାନ୍ତର କରିବା ପାଇଁ ପ୍ରକଳ୍ପ ଅଧୀନରେ ସ୍ଥାପନ କରାଯାଇଥିଲା ଏକ ସ୍ଥାୟୀ କମ୍ୟୁନିଟି ନର୍ସରୀ, ଯାହା ଆଜି ସମୁଦାୟର ଏକ ମୂଲ୍ୟବାନ ସମ୍ପଦରେ ପରିଣତ ହୋଇଛି। ଏହି ନର୍ସରୀ କେବଳ ଚାରା ଉତ୍ପାଦନ କେନ୍ଦ୍ର ନୁହେଁ, ବରଂ ଏହା ସମଗ୍ର ଗ୍ରାମର ଏକ ଶିକ୍ଷା, ପ୍ରଦର୍ଶନ ଓ ସମୁଦାୟ ଅଂଶଗ୍ରହଣର କେନ୍ଦ୍ରବିନ୍ଦୁ। ପ୍ରକଳ୍ପ ଅଧୀନରେ ଏଠାରେ ପାଣି ସଂରକ୍ଷଣ ଟ୍ୟାଙ୍କ, ଭର୍ମିକମ୍ପୋଷ୍ଟ ୟୁନିଟ୍, ସୁବ୍ୟବସ୍ଥିତ ନର୍ସରୀ ବେଡ୍, ଜଳସେଚନ ବ୍ୟବସ୍ଥା ଏବଂ ଗୁଣାତ୍ମକ ପନିପରିବା ଚାରା ଉତ୍ପାଦନ ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ବିକଶିତ କରାଯାଇଛି। ଆମ ଏଇ ନର୍ସରୀଟା MGM ମିନେରାଲ୍ସ ଆଉ IRDMS ସଂସ୍ଥା ତରଫରୁ ଗଢ଼ା ହେଇଛି। ଆଉ ଆମ ଆଖପାଖ ଏଇ ଗାଁର ଲୋକମାନେ ଚାରା ପାଉନାହାନ୍ତି ଚାଷ କରିବା ପାଇଁ, ତ ଆମେ ଏଇ ନର୍ସରୀ ସାହାଯ୍ୟରେ ସବୁ ମା ମାନେ ମିଶିକି
ଚାରା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ବି କରାଯାଉଛି। आम 300 परिवार को सहयोग दे पार्छु से मंजी सहित से आमर पनीपरिया चाष करने जो चाष उपकरण थिला से गुड़ाक दि जाइए ता सहित आम से चाष बाड़ देवाई दि जाइए भर्मी बेड बाड़ दि जाए जाली दि जाइए भर्मी बेड दि केमिति विदाउट केमिकल से माने कोन केमिति करिकी आउ हमर रूरल डेवलपमेंट केमिति हे परियो ता ऊपर स्टेप नैथिलु जो थिरे कि हमर पाखापुखी 300 परिवार को आमे जिनस सब देइथिलु जेमति कि फ्रूट्स बियरिंग सापलिंग सब डिस्ट्रीब्यूशन करथिलु तापरे आमे जैविक सार केमिति प्रस्तुत हबो ता पय ट्रेनिंग देइथिलु केमिति हमर सर्वाइवल रहिबो केमिति गाँ लोक सब उन्नति करिवे ता ऊपर आमे समस्तकर मिलित चेष्टा थिला आउ एई चेष्टा रे हमकु सहयोग करचंती IRDMS। ଏହି ନର୍ସରୀ ଭବିଷ୍ୟତରେ କେବଳ ଏହି 6ଟି ଗ୍ରାମ ନୁହେଁ ବରଂ ଆଖପାଖର ଅନ୍ୟାନ୍ୟ ଗ୍ରାମ ପାଇଁ ମଧ୍ୟ ଏକ ନିର୍ଭରଯୋଗ୍ୟ ଚାରା ଉତ୍ପାଦନ କେନ୍ଦ୍ର ଭାବେ ବିକଶିତ ହେବାର କ୍ଷମତା ରଖିଛି। ପ୍ରକଳ୍ପର 6 ମାସର ଯାତ୍ରା ଆଜି ଏକ ସଫଳ ଅଧ୍ୟାୟରେ ପହଞ୍ଚିଛି, କିନ୍ତୁ ଏହା ଶେଷ ନୁହେଁ। ଏହା ହେଉଛି ଏକ ସ୍ୱାବଲମ୍ବୀ ସୁସ୍ଥ ଓ ସମୃଦ୍ଧ ଗ୍ରାମ ସମାଜ ଗଠନର ନୂଆ ଆରମ୍ଭ। ଏହି ସଫଳ ପ୍ରୟାସ ପଛରେ ରହିଛି NGM ମିନେରାଲ ଲିମିଟେଡଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପ୍ରତି ଦୃଢ଼ ପ୍ରତିବଦ୍ଧତା, ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ IRDMSଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟାନ୍ୱୟନ ଓ ସର୍ବୋପରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ। एक्चुअली योजनाटी जो कार्यकारी कराउची पाकशाला बगीचा एटा एक्चुअली आमे ए अंचल रे गोटे सर्वे करथिलु। इनिशियल सर्वे रे आमे देखिथिलु जे पर्टिकुलरली ए जो पर्टिकुलर एरिया रे बहुत माइंस अछि ओ ए जगह रे बहुत प्रदूषित भी होउची वायु प्रदूषित होउची किंतु देखा जायछि से माने जेतु चाषबास ठीक करू नांती ठीक से तांको पाखरे विटामिन्स और मिनरल्स रो शॉर्टेज रहउची किसी जगह रे लोक पिला मानको पाखरे एनीमिया डेवलप होउची तेनु करी सेईटा को आमे देखिकिनी आमे गोटे सजेस्ट करितलु रिक्वेस्ट कराइतला MG मिनरल्स को जे तांकर जो CSR फंडिंग माध्यम रे हमु किछि सहायता करिवे जे एमानकर चारा अभाव अछि एरिया रे तेनु करी आमे गोटे तांको कहितलु ए जगह रे गोटे नर्सरी कराइतला मिलित सहयोग रे 5टी SHG से नर्सरी करूचंती। आसंतु आमे समस्ते मिसी ଏହି ସବୁଜ ପରିବର୍ତ୍ତନର ଧାରାକୁ ଆଗକୁ ବଢ଼ାଇବା ଏବଂ ପ୍ରତ୍ୟେକ ପରିବାରକୁ ପୋଷଣ ସୁରକ୍ଷା ଏବଂ ପ୍ରତ୍ୟେକ ଗ୍ରାମକୁ ସ୍ଥାୟୀ ଜୀବିକାର ଆଦର୍ଶରେ ପରିଣତ କରିବା।